ମୌନା ମୌନି ଗଳ୍ପର ସ୍ରଷ୍ଟା କିଏ? ଏହାର ଉତ୍ତର ରହିଛି ଫକୀର ମୋହନ ସେନାପତି ମୌନା ମୌନି ଗଳ୍ପର ସ୍ରଷ୍ଟା। ବନଫୁଲ ଗଳ୍ପର ସ୍ରଷ୍ଟା କିଏ? ଏହାର ଉତ୍ତର କାଳୀଚରଣ ପଟ୍ଟନାୟକ ବନଫୁଲ ଗଳ୍ପର ସ୍ରଷ୍ଟା। ପରବର୍ତ୍ତୀ ପ୍ରଶ୍ନ ରହିଛି ନରସିଂହ ମହାପାତ୍ରଙ୍କ କେଉଁ ନାଟକଟି ସର୍ବଶ୍ରେଷ୍ଠ କୃତି? ଉତ୍ତର ରହିଛି ବାଉଁଶରାଣୀ ନାଟକ। ପରବର୍ତ୍ତୀ ପ୍ରଶ୍ନ ରହିଛି ଅଗଷ୍ଟ 9 ନାଟକର ମୂଳ ସ୍ୱର କ'ଣ? ଏହାର ଉତ୍ତର ରହିଛି ଦେଶପ୍ରେମ। ପରବର୍ତ୍ତୀ ପ୍ରଶ୍ନ ରହିଛି ଅମୃତସ୍ୟ ପୁତ୍ରର ନାୟକ ଓ ନାୟିକାର ନାମ କ'ଣ? ଏହାର ଉତ୍ତର ରହିଛି ସନାତନ ଓ ସୁଚେତା ଅମୃତସ୍ୟ ପୁତ୍ରର ନାୟକ ଓ ନାୟିକାର ନାମ। ପରବର୍ତ୍ତୀ ପ୍ରଶ୍ନ ରହିଛି ମନୋରଞ୍ଜନ ଦାସଙ୍କ ଅରଣ୍ୟ ଫସଲ କେଉଁ ଧରଣର ରଚନା? ଏହାର ଉତ୍ତର ରହିଛି ସ୍ଥିତିବାଦୀ ଧରଣର ରଚନା। ପରବର୍ତ୍ତୀ ପ୍ରଶ୍ନ ରହିଛି ଜଗନ୍ନାଥ ଥିଏଟର କାହାର ନାମାନୁସାରେ ପ୍ରତିଷ୍ଠା କରାଯାଇଥିଲା? ଉତ୍ତର ଜଗନ୍ନାଥ ମହାନ୍ତିଙ୍କ ନାମାନୁସାରେ। ପରବର୍ତ୍ତୀ ପ୍ରଶ୍ନ ରହିଛି ବାସନ୍ତୀ ରଙ୍ଗମଞ୍ଚର ପ୍ରତିଷ୍ଠାତା କିଏ ଥିଲେ? ଏହାର ଉତ୍ତର ରହିଛି କୁଞ୍ଜ ବିହାରୀ ବୋଷ ବାସନ୍ତୀ ରଙ୍ଗମଞ୍ଚର ପ୍ରତିଷ୍ଠାତା ଥିଲେ। ପରବର୍ତ୍ତୀ ପ୍ରଶ୍ନ ରହିଛି ଉତ୍କଳ ସାହିତ୍ୟ କେଉଁ ପ୍ରେସରୁ ପ୍ରକାଶିତ? ଉତ୍ତର ରହିଛି ରାୟ ପ୍ରେସ କଟକରୁ ଉତ୍କଳ ସାହିତ୍ୟ ପ୍ରକାଶିତ। ପରବର୍ତ୍ତୀ ପ୍ରଶ୍ନ ରହିଛି ପ୍ରଥମ ହାତଲେଖା ଓଡ଼ିଆ ପତ୍ରିକାର ନାମ କ'ଣ? ଉତ୍ତର ରହିଛି କୁଜିବର ପ୍ରଥମ ଓଡ଼ିଆ ହାତଲେଖା ପତ୍ରିକାର ନାମ। ପରବର୍ତ୍ତୀ ପ୍ରଶ୍ନ ରହିଛି ସୌଭାଗ୍ୟ ମିଶ୍ରଙ୍କ ଶକୁନ୍ତଳା କେଉଁ ପ୍ରକାରର କବିତା? ଉତ୍ତର ମିଥ୍ ଧରଣର କବିତା ଶକୁନ୍ତଳା। ପରବର୍ତ୍ତୀ ପ୍ରଶ୍ନ ରହିଛି ରୋମାଣ୍ଟିସିଜିମର ଏକ ବିଶିଷ୍ଟ ବିଭବ କ'ଣ? ଉତ୍ତର ରହିଛି ପ୍ରକୃତି ପ୍ରବଣତା ରୋମାଣ୍ଟିସିଜିମର ଏକ ବିଶିଷ୍ଟ ବିଭବ। ପରବର୍ତ୍ତୀ ପ୍ରଶ୍ନ ରହିଛି ସାରଳା ମହାଭାରତକୁ କିଏ ସମ୍ପାଦନା କରିଥିଲେ? ଉତ୍ତର ରହିଛି ଆର୍ତ୍ତବଲ୍ଲଭ ମହାନ୍ତି ସାରଳା ମହାଭାରତକୁ ସମ୍ପାଦନା କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ରହିଛି ମାଟିର ମହାକବି ସାରଳା ଦାସ କାହାର ରଚନା? ଉତ୍ତର ରହିଛି ମାୟାଧର ମାନସିଂହ ମାଟିର ମହାକବି ସାରଳା ଦାସ ରଚନା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ ରହିଛି ଚଣ୍ଡୀପୁରାଣରେ କେଉଁ ସାମାଜିକ କୁସଂସ୍କାର କଥା ବର୍ଣ୍ଣିତ ହୋଇଛି? ଉତ୍ତର ଜୀବ ବଳିଦାନ କଥା। ପରବର୍ତ୍ତୀ ପ୍ରଶ୍ନ ରହିଛି ଗୁଣ୍ଡିଚା ବିଜେ ଚଉତିଶାର ରଚୟିତା କିଏ? ଉତ୍ତର ରହିଛି ଶ୍ରୀଧର ଦ୍ୱିଜ ଗୁଣ୍ଡିଚା ବିଜେ ଚଉତିଶାର ରଚୟିତା ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ ରହିଛି ରାଧାଦର୍ଶନ ଚଉତିଶାର ରଚୟିତା କିଏ? ଉତ୍ତର ରହିଛି ଦୀନକୃଷ୍ଣ ଦାସ ରାଧାଦର୍ଶନ ଚଉତିଶାର ରଚୟିତା ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ ରହିଛି ବାରମାସୀ କୋଇଲିର ରଚୟିତା କିଏ? ଉତ୍ତର ଅଛି ଶଙ୍କର ଦାସ ବାରମାସୀ କୋଇଲିର ରଚୟିତା ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ ରହିଛି ମନ୍ଦ କୋଇଲିର ରଚୟିତା କିଏ? ଏହାର ଉତ୍ତର ରହିଛି ଫକୀର ମହାନ୍ତି ମନ୍ଦ କୋଇଲିର ରଚୟିତା ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ ରହିଛି ଜୀବନର ଜଟିଳତା ଗଳ୍ପର ସ୍ରଷ୍ଟା କିଏ? ଉତ୍ତର ରହିଛି ବିଭୂତି ପଟ୍ଟନାୟକ ଜୀବନର ଜଟିଳତା ଗଳ୍ପର ସ୍ରଷ୍ଟା। ପରବର୍ତ୍ତୀ ପ୍ରଶ୍ନ ରହିଛି ଜଗନ୍ନାଥଙ୍କ ହସ ଗଳ୍ପ ପୁସ୍ତକର ରଚୟିତା କିଏ? ଉତ୍ତର ରହିଛି ସାତକଡ଼ି ହୋତା ଜଗନ୍ନାଥଙ୍କ ହସ ଗଳ୍ପ ପୁସ୍ତକର ରଚୟିତା ଅଟନ୍ତି।
ପରବର୍ତ୍ତୀ ପ୍ରଶ୍ନ ରହିଛି ତୁଳସୀ ରାମାୟଣ କେଉଁ ଭାଷାରେ ରଚିତ? ର ଉତ୍ତର ରହିଛି ଅବଧୀ ଭାଷାରେ ତୁଳସୀ ରାମାୟଣ ରଚିତ ହୋଇଛି। ପରବର୍ତ୍ତୀ ପ୍ରଶ୍ନ ଉପମା ଓ ଅର୍ଥ ଗୌରବ ପାଇଁ କେଉଁ କବି ପ୍ରସିଦ୍ଧି ଅର୍ଜନ କରିଛନ୍ତି? ଏହାର ଉତ୍ତର ଉପେନ୍ଦ୍ର ଭଞ୍ଜ ଉପମା ଓ ଅର୍ଥ ଗୌରବ ପାଇଁ ପ୍ରସିଦ୍ଧ ଅର୍ଜନ କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ ରହିଛି ଗଙ୍ଗା ଓ ଗାଙ୍ଗୀର ସ୍ରଷ୍ଟା କିଏ? ଉତ୍ତର ରହିଛି ବସନ୍ତ ଶତପଥୀ ଗଙ୍ଗା ଓ ଗାଙ୍ଗୀର ସ୍ରଷ୍ଟା ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ ଅଛି ଜୀବନ କମରସାଳ ଆତ୍ମଜୀବନୀ କାହାର? ଉତ୍ତର ରହିଛି ରତ୍ନାକର ଚୈନୀଙ୍କର। ପରବର୍ତ୍ତୀ ପ୍ରଶ୍ନ ରହିଛି ଅଙ୍ଗେ ନିଭା କଥା ଆତ୍ମଜୀବନୀ କାହାର? ଉତ୍ତର ରହିଛି ହୃଷିକେଶ ପଣ୍ଡାଙ୍କର ଆତ୍ମଜୀବନୀର ନାମ ଅଙ୍ଗେ ନିଭା କଥା। ପରବର୍ତ୍ତୀ ପ୍ରଶ୍ନ ରହିଛି ସାଧନାର ପଥେ ଆତ୍ମଜୀବନୀ କାହାର? ଉତ୍ତର ହରେକୃଷ୍ଣ ମହତାବଙ୍କର ଆତ୍ମଜୀବନୀର ନାମ ସାଧନାର ପଥେ। ପରବର୍ତ୍ତୀ ପ୍ରଶ୍ନ ରହିଛି ଅଷ୍ଟମୀ ଜହ୍ନ କବିତାର ରଚୟିତା କିଏ? ଏହାର ଉତ୍ତର ରହିଛି କାମପାଳ ମିଶ୍ର ଅଷ୍ଟମୀ ଜହ୍ନ କବିତାର ରଚୟିତା ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ ରହିଛି ଗୋଲକ ଧନ୍ଦା କାହାର ଛଦ୍ମନାମ? ଉତ୍ତର ରହିଛି ଗୋପାଳ ବଲ୍ଲଭ ଦାସଙ୍କର ଛଦ୍ମନାମ ଗୋଲକ ଧନ୍ଦା। ପରବର୍ତ୍ତୀ ପ୍ରଶ୍ନ ରହିଛି ଅଭିରାମ କେଉଁ ଉପନ୍ୟାସର ଚରିତ୍ର? ଉତ୍ତର ଅମରଚିତା ଉପନ୍ୟାସର ଚରିତ୍ର ଅଭିରାମ। ପରବର୍ତ୍ତୀ ପ୍ରଶ୍ନ ରହିଛି ଟଙ୍କାଗଛ ଉପନ୍ୟାସର ସ୍ରଷ୍ଟା କିଏ? ଉତ୍ତର ଚିନ୍ତାମଣି ମହାନ୍ତି ଟଙ୍କାଗଛ ଉପନ୍ୟାସର ସ୍ରଷ୍ଟା ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ ରହିଛି କବିସୂର୍ଯ୍ୟ ଗ୍ରନ୍ଥାବଳୀର ସମ୍ପାଦକ କିଏ? ଉତ୍ତର ରହିଛି କୁଳମଣି ଦାସ କବିସୂର୍ଯ୍ୟ ଗ୍ରନ୍ଥାବଳୀର ସମ୍ପାଦକ ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ ରହିଛି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର କାହାର ରଚନା? ଏହାର ଉତ୍ତର ରହିଛି ଯଦୁମଣି ମହାପାତ୍ରଙ୍କର ରଚନାର ନାମ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଅଟେ। ପରବର୍ତ୍ତୀ ପ୍ରଶ୍ନ ରହିଛି ଯଦୁମଣି ଗ୍ରନ୍ଥାବଳୀର ରଚୟିତା କିଏ? ଏହାର ଉତ୍ତର ରହିଛି ଚକ୍ରଧର ମହାପାତ୍ର ଯଦୁମଣି ଗ୍ରନ୍ଥାବଳୀର ରଚୟିତା ଅଟନ୍ତି। ମୋ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗେ ପ୍ଲିଜ୍ ଲାଇକ୍ କମେଣ୍ଟ ସେୟାର ଆଣ୍ଡ ସବସ୍କ୍ରାଇବ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଥ୍ୟାଙ୍କ ୟୁ ୱାଚିଂ ଫର୍ ମାଇ ଭିଡ଼ିଓ।